ଆଉ ବାବା ଏଠି କ'ଣ ମାଛ କାଟୁଛ ନା କ'ଣ? କେଉଁ ମାଛ ଏବେ କଟା ହେଉଛି? ରୋହି? ଆସିଥିଲା ରୋହି ମାଛ। ହଁ ସେଗୁଡ଼ା କଟା ହେଉଛି। ଆଚ୍ଛା ଘରୁ ଯେଉଁ ଏବେ ଆସିଥିଲା ଦେଶୀ ରୋହି ମାଛଟା ତାକୁ ଏବେ କଟା ସରିଛି। ଏବେ ସେଥିରେ ନା ତୁ ତଳେ ଥୋଇଛ? ତଳେ ଥୁଆ ହେଇଛି। ଆଚ୍ଛା ଯେଉଁ ସେ ତ ଆସିଲା ଏବେ ଥୁଆ ହେଇଛି, କଟା ହେଇଛି, ସମ୍ପୂର୍ଣ୍ଣ ହେଇଯାଇଛି। ଆଉ ମାଆ ବି ବେଲା ଧରିକି ଆସିବେ ତାକୁ ନେବ ଏବେ ମାଆ। ଆଉ ସମ୍ପୂର୍ଣ୍ଣ ଏଇଟା ଗୋଟେ ବଡ଼ ମାଛଟା ଖଣ୍ଡ ହେଇଥିଲା ଦେଖିଛୁ? ଦେଖିଛୁ ତୁ ତ ବଞ୍ଚିଥିଲା, ଡେଉଁଥିଲା। ତାକୁ କଟା ହେଇଗଲା, ତାକୁ ଯିବା ଏବେ ଭଜା ଭୁଜି ହବ ଆଉ ଦେଇକି ଆଉ। ଚାଲ ଯିବା ଘରକୁ, ଚାଲ। ଆଉ ତୁ ତ ଖାଇକିନା ଉଠିଲୁ। ସେ କ'ଣ ତମ ଡାଏରୀ? କୋଉ ଡାଏରୀ ସେଇଟା? ଜେଜେଙ୍କ ନାଁରେ ଡାଏରୀ ଲେଖା ହେଇଛି। ହଁ ଦେଖୁନୁ କେତେ ଛବି ଲେଖା ହେଇଛି। ସେଇଟା ଦେଖନି, ତମେ ଆଗ ଗାଅ। ଗାଇକି ତାପରେ ଦେଖେଇବେ ସମସ୍ତଙ୍କୁ। ଗାଈ ସାର ଏଇଟା ହେଉଛି ତାଙ୍କର ଏଇଟା ପୁସ୍ତକ, ଏକ ପ୍ରିୟ ପୁସ୍ତକ, ବହି, ଖାତା ସବୁ। ଆଉ ଏଠି ବସିକି ବସନ୍ତି। ଆଉ ଏପଟେ ମମି ମମି ଆଉ ମମି କେବେ ରୋଷେଇ କରିବା ପାଇଁ ବସି ପଡ଼ିଲୁ? ରୋଷେଇ ପାଇଁ ବସିଲୁ ନା? ଏବେ ଖରା ଗରମରେ ଏବେ ରୋଷେଇ ହେଉଛି। ଏବେ ଆଜି ରୋଷେଇ ହଁ ଆମର ଏଠି ଗାଁ ପୋଖରୀରେ ଧରା ହଉଥିଲା ମାଛ, ଯୋଉ ତୁ ତ ଜାଣିଛୁ ନା, ଜାଣିନାହାନ୍ତି। ସେଇ ବଡ଼ ପୋଖରୀ ମାଛ ଆସି ଯାଇଛି। ଆଉ କଟା ହେଇଛି। ମୁଁ ସର୍ଟ ଭିଡ଼ିଓଟେ କରିଛି, ବ୍ଲଗ୍ ଗୋଟେ କରିନି। ଓହୋ, ଏଇଟା ଚିନି ହେଉଛି କାହିଁକି ଦିଆଲା ନା, ନାଲି କରିବା ପାଇଁ ଦିଆଲା। ନାଲି କରିବା ପାଇଁ, ମିଠା ପାଇଁ ନୁହଁ, ଏଇଟା ହେଉଛି ନାଲି ପାଇଁ ଦିଆଲା। ପଡ଼ିବନି ନା, ହଁ ଯାହା ହେଇଛି ସେଥିପାଇଁ ଟିକେ ନାଲି କରାଇବା ପାଇଁ ଦିଆହେଲା ଏଇଟା। ଆଉ ତାପରେ ମାଛ ଆଜିକୁ ବେସର ହବ ନା କ'ଣ ହବ? ଝୋଳ ହବ। ଝୋଳ ହବ ପାଇଁ ଆଉ ମା ଆହୁରି କ'ଣ ଖାଇକି ଉଠିଲ ନା କ'ଣ? ଓହୋ, ସେଇଟା ନେଇ ଯାଉଛନ୍ତି ଏବେ। କମେଇଛି ମମି। ମୁଁ କ'ଣଟା କରି ଆଣିଦେବି ମମି? ସେ ଚାନ୍ସେସ୍ ଅଛି, ସେ ପୋଡ଼ିଯିବ। କ'ଣ ପୋଡ଼ିବ? ହଁ ସେ ନାଲି କରୁଥିଲା, ମମି ନାଲି କରୁଥିଲା। ମସଲା ଫସଲା କିଛି ଦଉନି, ମସଲା ଫସଲା କିଛି ଆଉ ଦଉନି। ସେ ଗାଈଟା ଯାହା ହଉଛି ପୁରା ଲାଲ ଲାଲ ତରକାରୀ ପୁରା ଦେଖା ଯାଉଅଛି ରେ। ନାଇଁ ମୋ ବିଲେଇ କୁଆଡ଼େ ଯିବ? ଆଉ ମମି ଏବେ କ'ଣ ବସିକି କ'ଣ କରୁଛୁ? ଏବେ ସେଠି ରୋଷେଇ ହେଉଛି। ଆଉ ଦେଖିବା ତ ସାଙ୍ଗମାନେ ଏବେ ରୋଷେଇ ହେଉଛି। ଏବେ ଆଳୁ ଭଜା ଭଜି ଚାଲିଛି। ଆଉ ଭାତ ସରିଲାଣି? ସରିଲାଣି ଭାତ ଏବେ ସରିଯାଇଛି। ଆଉ ଏପଟେ ଭଜା ହେଉଛି, ଏପଟେ ଚା ବସିଛି ବୋଧେ। ଏବେ ଚା ହେଉଛି ଏପଟେ। ଆଉ ମା ଏବେ ପାଣି କ'ଣ କରୁଛୁ? କ'ଣ କରିବୁ? ଗଛରେ ପାଣି ଦେବୁ? ଓହୋ, ଏଠି ଗଛରେ ପାଣି ଦିଆହବ ନା? ସେ ଗଛ ଯେଉଁ ଗୁଆ ଗଛ ଲାଗିଛି ଧାଡ଼ି ହେଇକି ଏପଟେ ସେପଟେ ପାଣି ଦିଆହବ। ଶୁଖିଛି ସେଟା ଜଳୁନି, ବଡ଼ଟା ହେଇକି ଜଳୁନି ବୋଧେ। କାଠ। ଆଉ ସେପଟେ ମା ଗଲାଣି ଯେଉଁ ପାଣି ଦେବାକୁ ଗଛରେ। ଆଉ ଏ ଷଣ୍ଢ ଗାଈ ଫାଇ ମିଶିକି ଏଠି ଆମ ଖେଳ ପଡ଼ିଆ ଉପରେ ଯାଇକି ପୁରା ଗୋବର ପକାଇ ଦେଉଛନ୍ତି। ମା ଏଠି ଗୋବର ନେଇଯିବୁ, ତ ଖତ ହବ। କଲେକ୍ଟ କରି ରଖୁଛି ଗୋବର ଖତ ହେବା ପାଇଁ। ଏଇଠି କ୍ରିକେଟ୍ ପାଇଁ ଏଠି ଜାଲ ଫାଲ ଚିରିଦେବେ, ତମ ଟିକେ ପାଡ଼ିଆ ହେଉଛି। ସବୁ ଗଛ ଦେଇଦେବି। ଏଠି ଗୋଟେ ଗଛଟା ଅଛି କଣରେ, ସେ ମଟର ଗୋଟେ ପାଣି ପାଇପ୍ ଲଗେଇଦେଲେ ବଡ଼ଟେ ପାଇପ୍ ଆମର ଯେଉଁ ଥିଲା ସେଇଟା କ'ଣ ହେଲା? ସେଇଟା
ସେ ପାଇପ୍ ଥିବ ଯଦି ଘରେ ସେ ଘରେ ଦେଖିବୁ ଲଗେଇଦେବା। ତ ଏଠି ସକାଳୁ ସକାଳୁ ଏଠି ଆଉ ବୋଉଙ୍କର ଆଉ ନାନୀଙ୍କର ଏଠି ଖାଉଛନ୍ତି ଏଠି ଚାହା ଜଳଖିଆ ଭଜା ଭାଜିଥିଲି ପୋଇ ଖାଡ଼ି ଆଳୁ ଆଉ ବେସର ଦେଇକି ମାନେ ସୋରିଷ ବଟା ଦେଇକି ଭାଜିଥିଲି ଆଉ ଏବେ ଖାଉଛନ୍ତି। ଭଲ ଲାଗୁଛି ଭଜା ତାହେଲେ ଏତେ ଟେଷ୍ଟ ହେଇଛି ନା ଏମେ ଏମେ ଆଉ ହଉ ଖାଇସାର ଆଉ ଟିକେ ସୁଟିଂ କରି ଆଇନା ଆଉ ଗୋଟେ ଭିଡ଼ିଓ ହଉ ସୁଟିଂ ହେବ ଆମର ଆପଣମାନେ ନିହାତି ଅପେକ୍ଷା କରିଥାନ୍ତୁ କ'ଣ ସୁଟିଂ ହେବ ଆଉ କ'ଣ କେଉଁ ଭିଡ଼ିଓ କରିବେ ନା ନାହିଁ। ଆପଣମାନେ ତ ଖାଲି କାନ୍ଦଣାକୁ ଭଲ ପାଉଛନ୍ତି ଆମ ବ୍ଲଗ୍କୁ ବି ଆଉ ଭଲ ପାଉନାହାନ୍ତି କ'ଣ ପାଇଁ ବ୍ଲଗ୍ କାହିଁ ଭଲ ପାଉନାହାନ୍ତି ଆମ ବ୍ଲଗ୍କୁ କାହିଁକି ଭଲ ପାଉନାହାନ୍ତି ନାନୀ କହିଦେବ ଟିକେ କହିଦିଅ ତାଙ୍କ ବ୍ଲଗ୍କୁ ଟିକେ ଭଲ ପାଅ ତାଙ୍କ ବ୍ଲଗକୁ ଟିକେ ଭଲ ପାଅ ଟିକେ ସବସ୍କ୍ରାଇବର କର ହଁ ଆୟୁଷର ନାଁ ଉପରକୁ ନିଅ ହଁ ହେଲା ହଁ ତମ ପୁଅ ଭଳି ଆସେ ତାର ଭଲ ନଲେଜ ଅଛି ମାନେ ଭଲ କଳାକାର ଭଳି ସିଏ ବି ବହୁତ ଉପରକୁ ଯିବ ତାକୁ ଟିକେ ଚାହାନ୍ତୁ। ଆପଣମାନେ ତ ସେଇ ଆଶୀର୍ବାଦ କଲେ ବୋଲି ଆୟୁଷ ଆସିକି ଏଇ ଜାଗାରେ ଆସିକି ପହଞ୍ଚି ପାରିଛି ନା ନାହିଁ ତାଙ୍କମାନଙ୍କ ଯୋଗୁରୁ। ଆଉ ଏବେ ଟିକେ ବ୍ଲଗ୍କୁ ଟିକେ ଆଉ ଟିକେ ଭଲ ପାଆନ୍ତୁ ଆଉ ଆଶୀର୍ବାଦ ଦିଅନ୍ତୁ ଆୟୁଷ ଯେମିତି ଟିକେ ଆଉ ଟିକେ ଭଲ ଭିଡ଼ିଓ ଆଣୁ ନା ନାନୀ ସେ ଆୟୁଷ ଯାଇଛି ଟିଉସନ୍ ଏବେ ହେଲାଣି 9ଟା ହେଇଛି 9ଟା ବାଜିନି ରୋଷେଇବାସ ସଇଲେ କିଛି କଣ ଗୋଟେ କରିକି ଛାଡ଼ିବ ଆଉ ହଁ ସୁଟିଂ ହେବ ଆଉ ଆୟୁଷ ତ ଯାଇଛି ଆସିଲେ ଖାଇବ ଆଉ ମୁଁ ସେପଟେ ରୋଷେଇ ବସେଇଥିଲି ସବୁ କରିକି ଦେଲି ଏଠି ଭଜା ବି ଆଣିକି ଥୋଇଛି ଆଉ ଏପଟେ ଚୁଲି ଲଗେଇ ଦେଇଛି ଏବେ ଡାଲି ପିଙ୍ଗା ସେପଟେ ଭାତ ରାନ୍ଧିଦେଲି ଏପଟେ ଭଜା ଚାହା ଚୁଡ଼ା ଭଜା ସବୁ ହେଲା ଆଉ ଏପଟେ ଡାଲି ଏଇ ପାଣି ଫୁଟିଲାଣି ଖାଲି ପାଣି ଡାଲି ବସେଇନି ଡାଲି ପକେଇବି ଯାଉଛି। ଭାଇ କୁଆଡ଼େ ଗଲା କଣ୍ଢେଇ କୁଆଡ଼େ ଯାଇଛି କଣ୍ଢେଇ ଆଲୋ ହଁ ନା ଇଏ କ'ଣ ଆ ତଳେ କହିଛି କି ଆରେ ଏଇଠି ଲୁଚି ଯାଇଛି ବୋଲି ସେ ତତେ ଖୋଜି ଖୋଜିକି ଆଇଛି ଇଏ ଅନା ସିଏ ଯାଇକି ଲୁଚିଲାଣି କି ହସ ଦେଖ ବା ଫଟୋ ଦେବ କେମିତି କହିଛି ସେ କୋଉ ଗୋଟେ ଭାଇଛି ଏଠି କ'ଣ ଚାଲିଛି ଲୁଚା ଲୁଚି ଖେଳ ସାନୁ କ'ଣ ଲୁଚା ଲୁଚି ଖେଳ ଚାଲିଛି ସେ କୋଉ ଗୋଟେ ସିଏ କ'ଣ ଯିବ ସିଏ ବସିବ ଯାଇକିରି ତୁ ଗୋଟେ ଲୁଚିଲୁ ମାନେ ସିଏ ଯାଇକି ବସିବ ସାନୁ ସେପଟେ ବାହାରେ ଅଛି ଇଏ ଭାଇ ହେଲା ଲୁଚି ହେଲା ଯେମିତି କି ହସ କିଲୋ ଗୁନ୍ଦୁ ଏ ଗୁନ୍ଦୁ ଟିକେ କହିଲୁ ଲୋ ଆଖୁ ଗୁନ୍ଦୁ କହିଲୁ ଆଛୁ ଆଖୁ ସେ ବଢିଆ ସେ କହୁନି ତା ମନ ଟୋଟାଲି ନା ସେ ମୁଡରେ ନାହିଁ ଆଜି ନା କନା ସିଏ ଖଟରେ ପଶିଗଲା ଲୁଚିଗଲା ଖୁସି ଲାଗୁଛି ତାକୁ। ଆଉ ଆମେ ସନ୍ଧ୍ୟାବେଳେ ବସି କ'ଣ କରୁଛୁ ପକୋଡ଼ି ଛାଣୁଛି ଆଉ କ'ଣ କରିବି ପକୁଡ଼ି ଛଣା ହେଉଛି ରୋଷେଇ ଚାଲିଛି ଆଉ କ'ଣ ଆଉ ଦେଖିପାରୁଥିବେ ସାଙ୍ଗମାନେ ଏବେ ପକୁଡ଼ି ବି ଛଣା ହେଉଛି ସାନୁ ଗୋଟେ କ'ଣ କହିଲା ଆମେ ଏମିତି ଲୁହା ଖାଡ଼ିକି ଏମିତି ହଲେଇ ହଁ ତେଲ ପଡ଼ିଗଲା ତାପରେ ଓହୋ ଫୋଟୋ ହେଇଥିବ ତାର ଆଉ ତ ଏବେ ପୁରା ଗରମ ଗରମ ତେଲରେ ଏବେ ପକୁଡ଼ି ଛଣା ହେଉଛି ଆଉ ସେଠି ଏହାଥିରେ ଭୃଷଙ୍ଗ ପତ୍ର ପକେଇଛୁ ବୋଧେ ଭୃଷଙ୍ଗ ପତ୍ର ଓହୋ ହଁ ସାଧାରେ ଏଇନା ହେଇଛି ଆଚ୍ଛା ତ ସେଥିପାଇଁ ଏଇନା ସାଧାରେ ହେଉଛି ସନ୍ଧ୍ୟାବେଳେ ଆଉ ମାଟି କ'ଣ ମିଶୁଛୁ ଗରମ ହେଉଛି ଝାଡ଼ ପଡ଼ିଲେ ପୁଣି ଭଲ ନୁହଁ ସେଥିଲାଗି ଏଇନା ପକୁଡ଼ି ହେଉଛି ସନ୍ଧ୍ୟାବେଳେ ତାକୁ ଖାଇବା ଏବେ ଇଏ କମ୍ପ୍ଲିଟ୍ ହେଇଗଲା ଏତେ ୟାକୁ ଥଣ୍ଡା ଆଉ ଖାଇବା ନହେଲେ ହଁ ତୁ ସେଠି ବସିଛୁ ପ୍ୟାନ୍ କ'ଣ ଖାଉଛୁ ସେ ଦୋକାନ କରିଛି ଆଉ ଆମେ କ'ଣ ସବୁ ରୋଷେଇ ସରିନି ସରିଲାଣି ଆଜି କ'ଣ ହେଉଛି ରୋଷେଇ ପୁଣି ସାଧା ଡାଲି ପୋଟଳ କଷା ଆଉ ହେଉଛି ପାଳଙ୍ଗ ଶାଗ ଦେଖେ ଆଚ୍ଛା ପାଳଙ୍ଗ ଶାଗ ଏପଟେ ହେଇଛି ନା ପାଳଙ୍ଗ ଶାଗ ହେଇଯାଇଛି ଆଉ ଏପଟେ ପୋଟଳ ତରକାରୀ ହଁ ତାହେଲେ ଗାଧୋଇ ପାଧୋଇ କରିଦେବା ଆଉ ଗାଧୋଇ ସାରିଲୁ ଇଏ କ'ଣ ଝାଳ ହେଇଛି ନା ପାଣି ମାନେ ପାଣି ପାଣି ନେଇକି ତ ଏବେ ରୋଷେଇ ସବୁ ସରିଲାଣି
ଆଉ ତାପରେ ସେ ଦେଖ 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 ସେ କଣ ମମି କ'ଣ କରୁଛି ଦେଖି ଦେଖ ଦେଖ କ'ଣ କରୁଛି ଦେଖୁନୁ କେମିତି ଗାଧଉଛି ଆଗ ଫ୍ୟାନ୍ ଆସିଲି ଓଜାଡ଼ି ଯାଇଥିଲି ଥଣ୍ଡା ଥିଲି ହଁ ଆଗୁଆ ମାନେ ଏଇନା ଖେଳ ହଉଥିଲା କ୍ରିକେଟ ଦେଖୁନୁ କେମିତି ଏଇଠି କେମିତି ଗାଧୋଇ ପଡୁଛି ବୋତଲରେ ପାଣି ଚଢ଼ିକି ଆଉ ଚାଲ ଖେଳିବା ଦି ବଲ୍ଟା କୋଉଟା ହେଇଛି ଆଉ ଜଲ୍ଦି ଖେଳିବା ଯା ହେପଟକୁ ବାଜେଇଛି ୱିକେଟ୍ ବାଜେଇଛି ଜଲ୍ଦି ଯା ଆଉ ଏପଟେ ସାଇକେଲଟା ଧରିକି ଏଠି କ'ଣ ଏଠି କରୁଥିଲା ଏଠି ଚାଲନ୍ତୁ ଫ୍ରେଣ୍ଡସ୍ ଏବେ ଏଠି ଖେଳିଦେବା ବଲ୍ ତାପରେ ଯାଇକି ଗାଧୋଇ ପାଧୋଇ କରି ଖାଇବା ଆଉ